କପାସରା କାହାଣୀ, ମାଙ୍କଡ଼ ପୋଲ, ଜୁଳୁଜୁଳା ଓ ଭଦଲିଆ। ଏକଦା ଏକ ପର୍ବତରେ ରହୁଥିଲେ ପୋଲେ ମାଙ୍କଡ଼। ସେଠି ସେମାନେ ଫଳ ଓ ଚେରମୂଳି ଖାଇ ଚଳୁଥିଲେ। ଶୀତ ଆସିଲାରୁ ସେମାନେ ତଳେ ଥିବା ଉପତ୍ୟକାକୁ ଚାଲି ଆସିଲେ। ସେମାନେ ଏଣେ ତେଣେ ବୁଲି ଆହାର ଓ ବାସସ୍ଥାନ ଖୋଜିଲା ବେଳେ ଗୋଟିଏ ମାଙ୍କଡ଼ ବୁଦାରେ ଜୁଳୁଜୁଳିଆ ପୋକଟିଏ ଦେଖିଲା। ଜଲଦି ଆସ, ସେ ମାଙ୍କଡ଼ ଭାଇମାନଙ୍କୁ ଡାକ ପକାଇଲା। ବଡ଼ ଗୋଛାଏ ଶୁଖିଲା କାଠ ଆଣ, ମୁଁ ଝଲକାଏ ନିଆଁ ପାଇଛି। ଆମେ ସହସା ବସି ଉଷୁମ ଟାଣିବା। ଭୂଇଁରେ ଦୌଡ଼ି ହାବୁଡ଼େଇ ମାଙ୍କଡ଼ମାନେ ଚାରିଆଡ଼ୁ କାଠ ନେଇ ଆସିଲେ। ଘଡ଼ିଏ ପରେ ଜୁଳୁଜୁଳା ପୋକ ଉପରେ ବଡ଼ କାଠଗଦାଟାଏ କାଣ୍ଡି ହୋଇଗଲା। ମାଙ୍କଡ଼ମାନେ ତାକୁ ବେଢ଼ି ବସି କାଠ ନିଆଁ ଧରିବାକୁ ଅନିଶା କଲେ। ସେମାନେ ଅନିଶା କଲାବେଳେ ଭଦଲିଆଟାଏ କହିଲା, ବୁଧୁ ମାଙ୍କଡ଼ମାନେ, ଏଠି ଦାନ୍ତ ବାଡ଼େଇ ସକାଳୁ ଯାଏ ବସିଲେ ବି କାଠଗଦା ନିଆଁ ଧରିବ ନାହିଁ। ତୁମେ ପାଇଥିବା ଚିଜଟି ନିଆଁ ଝୁଲ ନୁହେଁ, ପଛରେ ଉଜ୍ଜ୍ୱଳ ଆଲୋକ ଥିବା ପୋକଟିଏ ଛାର। ମାଙ୍କଡ଼ଗଣ ପ୍ରତିବାଦ କଲେ, ନିର୍ବୋଧ ପକ୍ଷୀ, ତୁ ଭାବୁଛୁ ଆମେ ଝୁଲ କିଏ ପୋକ କିଏ ଜାଣୁନା? ଭଦଲିଆ ପୁଣି କହିଲା, ଇଏ ଝୁଲ ନୁହେଁ, ଏଇ ଝୁଲ ନୁହେଁ, ଇଏ ଝୁଲ ନୁହେଁ। ଏମିତି ପାଟି କରି କରି ସେ ମାଙ୍କଡ଼ଙ୍କ ଗହଣକୁ ଉଡ଼ିଗଲା। ରାଗରେ ମାଙ୍କଡ଼ମାନେ ତା ଉପରକୁ କୁଦି ପଡ଼ି ଗୋଟି ଗୋଟି କରି ତାର ପର ଓ ହାଡ଼ ଗୋଡ଼ ଛିଣ୍ଡାଇ ଟୁକୁରା ଟୁକୁରା କରି ପକାଇଲେ।